तो हेलो गाइस, जय जगन्नाथ आउट ब्लॉग ଆପଣମାନଙ୍କୁ ସ୍ୱାଗତ। ଆପଣ ଦେଖିପାରୁଥିବେ ମୋ ସାମ୍ନାରେ ଅଛି ରେଡ଼ମି ନୋଟ୍ 7 ପ୍ରୋ। ୟା ସହିତ ଥିଲା ମୋର ଗୋଟେ 20 ୱାଟ୍ର ଚାର୍ଜର, ଯାହାର ମାନେ ପଛପଟ କର୍ଡ଼ ଖରାପ ହେଇଯାଇଛି। ତ ମୁଁ ଆଉ କିଛି ନ ଭାବି ଗୋଟେ ମୋବାଇଲ ଦୋକାନରୁ ଗୋଟେ 100 ଟଙ୍କିଆ ସି ପିନ୍ କେବୁଲ୍ ଗୋଟେ କିଣି ଆଣିଥିଲି। ତ ଆପଣ ସାମ୍ନାରେ ଦେଖିପାରୁଥିବେ ସି ପିନ୍ର। ତ ୟାକୁ ମୁଁ ପଛପଟେ କର୍ଡ଼ ଖୋଲିକି ଲଗେଇ ଦେଇଥିଲି। ତ ଏଇ କର୍ଡ଼ଟା ବି ବେଶୀ ଦିନ କାମ ନଥିଲା, ମାତ୍ର 3 ମାସ ପରେ ସିଏ ବି ଖରାପ ହେଇଗଲା। ତ ମୁଁ ମୁଣ୍ଡା ଖରାପ ହେଲେ କ'ଣ ଜାଣିପାରିଲିନି। ତ ମୋବାଇଲକୁ ଦୋକାନକୁ ନେଲା ପରେ ସେ କହିଲା କର୍ଡ଼ ଖରାପ ହେଇଯାଇଛି। ତ ମୁଁ ଆଉ କିଛି ନ ଭାବିକି ଡାଇରେକ୍ଟ ଗୋଟେ 80 ୱାଟ୍ର ଗୋଟେ କିଣି ଆଣିଥିଲି ଚାର୍ଜର। ଆପଣ ଦେଖିପାରୁଥିବେ ପୁରା କ୍ୟୁଟ୍ ଲାଗୁଛି ଉପରକୁ। ତ ଆପଣଙ୍କୁ ଦେଖେଇ ଦେଉଛି 80 ୱାଟ୍ର। ତ ସାଇଡ଼୍ରେ ଆପଣ ଦେଖିପାରୁଥିବେ ଭିତର ପଟ। ବର୍ତ୍ତମାନ ଅନବକ୍ସିଂ କରିବି। ତା'ର ପ୍ରାଇସ୍ଟା ହେଉଛି 699, ମାନେ 700 ଟଙ୍କା। ଆପଣ ଦେଖିପାରୁଥିବେ। ତ ଅନବକ୍ସିଂ କରନ୍ତୁ, ଦେଖୁନ ମୁଣ୍ଡା ବାହାରି ପଡ଼ିଲା ବର୍ତ୍ତମାନ ଉପରୁ ଦେଶୀ ଭାଷାରେ। ବର୍ତ୍ତମାନ ରେଡ଼୍ କଲର୍ର ଗୋଟେ ସି ପିନ୍ କେବୁଲ୍, ୟା ସହିତ ଟେଷ୍ଟ କରିବା ପାଇଁ ପୁରା ପଛପଟେ ୟାର ଲଗେଇ ଦେଇଥିଲି କର୍ଡ଼। ତ ବର୍ତ୍ତମାନ ମୋ ମୋବାଇଲରେ ଚାର୍ଜିଂ ଟେଷ୍ଟ କରିବି। ତ କେତେ ମିନିଟ୍ ଇନକ୍ରିଜ୍ ହେଇଛି ମୋର ଚାର୍ଜିଂ ପାଇଁ। ତ ମୁଁ ଲଗେଇବାକୁ ପୁରା ରେଡ଼ି ଥିଲି। ତ ଷ୍ଟାର୍ଟ କରିବା ଚାର୍ଜିଂ ଟେଷ୍ଟ। ତ 69% ଅଛି ମୋ ମୋବାଇଲରେ ଚାର୍ଜ। ତ ଟାଇମ୍ ହେଇଛି 8:17। ଆପଣ ଦେଖିପାରୁଥିବେ ବର୍ତ୍ତମାନ ମୁଁ ଚାର୍ଜିଂ ଲଗେଇ ଦେଇଛି ପଛପଟୁ। ତ ଗାଇସ୍ ଆପଣ ଦେଖିପାରୁଥିବେ। ତ ମୁଁ ଚାହୁଁଥିଲି ଗୋଟେ ଲେଖା ଆସୁଛି ଆମର ଯେଉଁ ଚାର୍ଜିଂ ଲେଖା ଆସୁଥିଲା 20 ୱାଟ୍, ବର୍ତ୍ତମାନ ସେଇଟା 80 ୱାଟ୍ରେ ଲେଖା ହେଉଛି ଚାର୍ଜିଂ ଫାଷ୍ଟ। ତ ଦେଖନ୍ତୁ ଚାର୍ଜିଂ ଫାଷ୍ଟ, ମୁଁ ଟ୍ୟାପ୍ କରିବି, ତଳେ ଲେଖା ହେଇଥିବ ଚାର୍ଜିଂ ଫାଷ୍ଟ। ଦେଖିପାରୁଥିବେ ବର୍ତ୍ତମାନ 8:17 ହେଇଛି ଟାଇମ୍, 69% ହେଇଛି ଚାର୍ଜ। ତ କେତେ ଇନକ୍ରିଜ୍ ହେଲା ମୁଁ ବର୍ତ୍ତମାନ ଦେଖିବି, ଆପଣଙ୍କୁ ଦେଖେଇବି। ତ ଦେଖିବେ ଆପଣ ସ୍ପିଡ଼ ମୋସନ୍ କରିଦେଇଛି। ବର୍ତ୍ତମାନ ଯଦି ଆପଣଙ୍କୁ ମାନେ ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍ କରିଦେବେ, ସେୟାର କରିବେ, କମେଣ୍ଟ ଦୁଃଖତ କରିବେ ମୋବାଇଲ ପାଇଁ। ତ ସବସ୍କ୍ରାଇବ୍ କରିଦେବେ ଦୟାକରି। ଛୋଟ କ୍ରିଏଟର୍ ହିସାବରେ ମୁଁ ଆପଣଙ୍କୁ କହୁଛି, ଦୟାକରି ସବସ୍କ୍ରାଇବ୍ କରିଦେବେ। ସ୍ପିଡ଼ ମୋସନ୍ କରିକି ଟାଇମ୍ ବି ବଢ଼ୁଛି, ପରସେଣ୍ଟ ବି ବଢ଼ୁଛି। ଦେଖିବେ କେତେ କ'ଣ ଇନକ୍ରିଜ୍ ହେଇଛି ଲାଷ୍ଟକୁ ଜଣାପଡ଼ିବ। ବର୍ତ୍ତମାନ ମୁଁ ଏଠି ସ୍ପିଡ଼ ମୋସନ୍ଟାକୁ କମ୍ କରିଦେଇଛି। ଟାଇମ୍ ହେଇଛି 8:20। ତ ସେତେବେଳେ ହେଇଥିଲା 8:17। 69% ଚାର୍ଜ ହେଇଥିଲା, ବର୍ତ୍ତମାନ 72। ମାନେ ବିଫୋର୍ ମୋର ହେଉଥିଲା 3 ମିନିଟ୍କୁ 1% ଚାର୍ଜ, କିନ୍ତୁ ବର୍ତ୍ତମାନ ଆଫ୍ଟର୍ 1 ମିନିଟ୍ 1% ଚାର୍ଜ, ମାନେ ଭଲ ଇନକ୍ରିଜ୍ ହେଇଛି।